ପୂର୍ବ ଭିଡ଼ିଓ ଗୁଡ଼ିକରେ ଆମେ ଦୂରତା, ବିସ୍ଥାପନ, ବେଗ ଏବଂ ପରିବେଗ ବିଷୟରେ କଥା ହୋଇଛନ୍ତି। ଚାଲନ୍ତୁ ଏହି ଭିଡ଼ିଓରେ ଆମେ ତ୍ୱରଣ ବିଷୟରେ କଥା ହେବା। ତେବେ ତ୍ୱରଣ ବିଷୟରେ କହିଲେ ମନକୁ ଆସୁଥିବା ପ୍ରଥମ ପ୍ରଶ୍ନଟି ହେଉଛି ଯେ ତ୍ୱରଣ କ'ଣ? ତ୍ୱରଣ ହେଉଛି ଏକକ ସମୟରେ ପରିବେଗରେ ହେଉଥିବା ପରିବର୍ତ୍ତନ। ଯେହେତୁ ତ୍ୱରଣ ହେଉଛି ଏକକ ସମୟରେ ପରିବେଗରେ ହେଉଥିବା ପରିବର୍ତ୍ତନ ଏବଂ ଆମେ ଜାଣିଛନ୍ତି ଯେ ପରିବେଗର ପରିମାଣ ଏବଂ ଦିଗ ଉଭୟ ଥାଏ, ତେଣୁକରି ତ୍ୱରଣର ମଧ୍ୟ ପରିବେଗ ପରି ପରିମାଣ ଏବଂ ଦିଗ ଉଭୟ ରହିବ। ତେବେ ତ୍ୱରଣକୁ ବୁଝିବାକୁ ଚାଲନ୍ତୁ ଆମେ ଏକ ଉଦାହରଣର ସାହାଯ୍ୟ ନେବା ଏବଂ ଏହି ଉଦାହରଣରେ ଆମେ ଏକ ସ୍ପୋର୍ଟସ୍ କାର୍ର ଉଦାହରଣ ନେବା। ଭାବି ନିଅନ୍ତୁ ଯେ ତୁମ ପାଖରେ ଏକ ଟୟୋଟାର ସ୍ପୋର୍ଟସ୍ କାର୍ ଅଛି, ଟୟୋଟା କମ୍ପାନୀର ସ୍ପୋର୍ଟସ୍ କାର୍ ଅଛି। ତ ତାର ସ୍ପେସିଫିକେସନରେ ଲେଖା ହୋଇଛି, ଯେମିତିକି ସବୁ କାର୍ର ସ୍ପେସିଫିକେସନ ଲେଖା ହୋଇଥାଏ, ସେମିତି ଆମ ସ୍ପୋର୍ଟସ୍ କାର୍ରେ ଲେଖା ହୋଇଛି ଯେ ଏହା 0ରୁ 60 ମାଇଲ୍ସ ପର ଆୱାର 3 ସେକେଣ୍ଡରେ ଯାଇପାରିବ। ମାନେ ତାର ବେଗ ଯଦି 0 ଅଛି ତାକୁ 60 ହେବା ପାଇଁ ମାତ୍ର 3 ସେକେଣ୍ଡ ଲାଗିବ। MPH ଏଠାରେ ହେଉଛି ମାଇଲ୍ସ ପର ଆୱାର। ତେବେ ତ୍ୱରଣର ଫର୍ମୁଲା କ'ଣ ଆସିବ? ଆମେ କହିଛନ୍ତି ଯେ ତ୍ୱରଣ ହେଉଛି ଏକକ ସମୟରେ ପରିବେଗରେ ହେଉଥିବା ପରିବର୍ତ୍ତନ। ମାନେ ଏକ ଘଣ୍ଟାରେ ବା ଏକ ମିନିଟରେ ବା ଏକ ସେକେଣ୍ଡରେ ପରିବେଗରେ କେତେ ପରିବର୍ତ୍ତନ ହେଉଛି। ତେଣୁକରି ତ୍ୱରଣର ଫର୍ମୁଲା ଆସିବ ପରିବେଗରେ ହେଉଥିବା ପରିବର୍ତ୍ତନ ବାଏ ସମୟ ଅବଧି, ବା ଆମେ କହିବା ପରିବେଗରେ ପରିବର୍ତ୍ତନ ବାଏ ସମୟ ଅବଧି। ତେବେ ଏଠାରେ ପରିବେଗରେ କେତେ ପରିବର୍ତ୍ତନ ହୋଇଛି? ତୁମେ କହିବ ଯେ ଏଠାରେ ତ କେବଳ 0ରୁ 60 ମାଇଲ୍ସ ପର ଆୱାର ଦିଆହୋଇଛି, ଏଠାରେ ତ ବେଗ ବିଷୟରେ କୁହାଯାଇଛି, ଏଟା ତ ପରିବେଗ ବିଷୟରେ କୁହା ହୋଇନାହିଁ। ତେବେ ଧରିନିଅ ଏଠାରେ ଯେଉଁ କୁହାଯାଇଛି ତାହା ହେଉଛି ପ୍ରଥମେ ପରିବେଗ ହେଉଛି 0 ପୂର୍ବ ଦିଗ ଆଡ଼କୁ ଏବଂ ଅନ୍ତିମରେ 60 ପୂର୍ବ ଦିଗ ଆଡ଼କୁ। ତେଣୁକରି ବର୍ତ୍ତମାନ ଏହା ତୁମେ ପରିବେଗ ବୋଲି ଭାବିପାର। ତେବେ ପରିବେଗରେ କେତେ ପରିବର୍ତ୍ତନ ଆସିଲା? ଅନ୍ତିମରେ ହୋଇଛି 60 ମାଇଲ୍ସ ପର ଆୱାର ପୂର୍ବ ଦିଗକୁ ଏବଂ ପ୍ରଥମେ ଥିଲା 0 ମାଇଲ୍ସ ପର ଆୱାର ପୂର୍ବ ଦିଗକୁ। ତେଣୁକରି ଆମେ କହିବା ପରିବେଗରେ ପରିବର୍ତ୍ତନ ହେଉଛି 60 ମାଇନସ୍ 0। ତେବେ ସମୟ ଅବଧି କେତେ? ସମୟ ଅବଧି ହେଉଛି 3 ସେକେଣ୍ଡ। ତେଣୁକରି ଆମେମାନେ ପରିବେଗରେ ପରିବର୍ତ୍ତନ ଲେଖିପାରିବା 60 ମାଇନସ୍ 0 ବାଏ ସମୟ ଅବଧି ହେଉଛି 3 ସେକେଣ୍ଡ, ଯାହାକି ଆସିଯିବ, ଯାହାର ଏକକ ଆସିଯିବ ମାଇଲ୍ସ ପର ଆୱାର ବାଏ ସେକେଣ୍ଡ। ତେବେ 60 ମାଇନସ୍ 0 ହେଉଛି 60 ବାଏ 3। ତ ଆମେ ଲେଖିଦେବା 60 ବାଏ 3। ତେବେ ଏଠାରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ ତ୍ୱରଣ ହେଉଛି ଏକ ସଦିଶ ରାଶି, ମାନେ ତାର ପରିମାଣ ବି ଅଛି, ଦିଗ ବି ଅଛି। ତେଣୁକରି ଆମେ ଏଠାରେ ଦିଗ ମଧ୍ୟ ଦର୍ଶାଇବା, ଯାହାକି ହେଉଛି ପୂର୍ବକୁ, ଯେପରି ମୁଁ କହି ରଖିଛି। ଏବେ ଚାଲନ୍ତୁ 60 ମାଇନସ୍ 0 ହେଉଛି 60 ବାଏ 3। ତ ଆସିଗଲା 60 ବାଏ 3 ମାଇଲ୍ସ ପର ଆୱାର ପର ସେକେଣ୍ଡ। ତେବେ 60 ବାଏ 3 ହେଉଛି 20 ମାଇଲ୍ସ ପର ଆୱାର ପର ସେକେଣ୍ଡ। ତେବେ ଏଠାରେ ମାଇଲ୍ସ ପର ଆୱାରକୁ ଆମେ ଏମିତି ଲେଖିବା, ମାଇଲ୍ସ ବାଏ ଆୱାର ଏବଂ ସେକେଣ୍ଡ ତା ତଳେ ଅଛି, ତାହାକୁ ଆମେ ଲେଖିଦେବା ବାଏ ସେକେଣ୍ଡ, ବା ଆମେ ପଢ଼ିବା ପର ସେକେଣ୍ଡ। ତ ଏହାକୁ ଆମେ ଏମିତି ପଢ଼ିପାରିବା ଯେ 20 ମାଇଲ୍ସ ପର ଆୱାର ପର ସେକେଣ୍ଡ ଏବଂ ଦିଗ ହେଉଛି ପୂର୍ବକୁ। ତା ମାନେ ଏଠାରେ ଆମ ଟୋୟୋଟା କାର୍ର ତ୍ୱରଣ ହେଉଛି 20 ମାଇଲ୍ସ ପର ଆୱାର ପର ସେକେଣ୍ଡ। ତେବେ ଏଠାରେ ଆମକୁ ବୁଝିବାକୁ ପଡ଼ିବ ଯେ ଆମ ଟୋୟୋଟା କାର୍ର ପରିବେଗ ପ୍ରତି ସେକେଣ୍ଡରେ 20 ମାଇଲ୍ସ ପର ଆୱାରରେ ବଦଳୁଛି ବା ଚେଞ୍ଜ ହେଉଛି। କାହିଁକି ନା ଆମେ ଲେଖିଛନ୍ତି 20 ମାଇଲ୍ସ ପର ଆୱାର ପର ସେକେଣ୍ଡ। ପର ସେକେଣ୍ଡ ମାନେ ପ୍ରତି ସେକେଣ୍ଡ। ପ୍ରତି ସେକେଣ୍ଡରେ ଆମ ଟୋୟୋଟା କାର୍ର ପରିବେଗରେ 20 ମାଇଲ୍ସ ପର ଆୱାରର ଚେଞ୍ଜ ଆସୁଛି। ମାନେ ଯଦି ପ୍ରଥମେ ବେଗ 0 ଥିଲା, ତାହେଲେ ଗୋଟେ ସେକେଣ୍ଡ ପରେ ତାହା 20 ହୋଇଯାଉଛି, ପୁଣି ଆଉ ଗୋଟାଏ ସେକେଣ୍ଡ ପରେ 2 ସେକେଣ୍ଡ ପରେ ତାହା 40 ମାଇଲ୍ସ ପର ଆୱାର ହେଇଯାଉଛି ଏବଂ ଆଉ ଗୋଟାଏ ସେକେଣ୍ଡ 3 ସେକେଣ୍ଡ ପରେ ତାହା 60 ମାଇଲ୍ସ ପର ଆୱାର ହେଇଯାଉଛି। ତେଣୁକରି ପ୍ରତି ସେକେଣ୍ଡରେ ପରିବେଗରେ 20ର ବୃଦ୍ଧି ଘଟୁଛି। ତେଣୁକରି ତ୍ୱରଣ ହେଉଛି 20 ମାଇଲ୍ସ ପର ଆୱାର ପର ସେକେଣ୍ଡ। ତେବେ ଚାଲନ୍ତୁ ବର୍ତ୍ତମାନ ଏକକକୁ ଟିକେ ପରିବର୍ତ୍ତନ କରିବା। ଆମର ଆସିଛି କେତେ? 20 ମାଇଲ୍ସ ପର ଆୱାର ପର ସେକେଣ୍ଡ। ତେବେ ତାକୁ ଆମେ ଲେଖିପାରିବା 20 ମାଇଲ୍ସ ବାଏ ଆୱାର ଇଣ୍ଟୁ ସେକେଣ୍ଡ।
कहीं तल सेकेंड टी कौन हो इंटू 1/2 तो बर्तमान चलतु आम आवर को सेकेंड रे कन्वर्ट करदे तेबे आवर को सेकेंड रे केमिति कन्वर्ट करवा आम मैंने जानते जे 1 आवर हो 60 मिनिट एवं प्रति मिनिट रे 60 सेकेंड रही 1 आवर 60 मिनिट एवं प्रति मिनिट 60 सेकेंड्स तेणुक आमर 1 आवर हो 60 इंटू 60 3600 सेकेंड तेणुक आवर को सेकेंड करने आमको 3600 मल्टीप्लाय करने को पड़ो तेणुक चलतु आवर को सेकेंड करवा तो एठार हो 20 इंटू 1/3600 माइल्स बाय सेकेंड इंटू सेकेंड जेहेतु आवर तले थिला तेणुक 3600 तले रहा तेणुक आम 1/3600 लिखिं तेणुक जदि बर्तमान आमर 20 3600 कैंसल करुच्ची ताहले आम पाइबा 1/180 माइल्स बाय सेकेंड स्क्वायर कहीं सेकेंड इंटू सेकेंड हो सेकेंड स्क्वायर तेबे 1/180 माइल्स पर सेकेंड स्क्वायर रे आमको जिते भल से बुझा पड़ूना आमको ये 20 माइल्स पर आवर पर सेकेंड रे बेसी भल से बुझा पड़ूला चलतु आउ एक छोट उदाहरण नहीं यह बुझा भावी नियंतु जे यह होची तुम कार रो स्पीडोमीटर स्पीडोमीटर माने कौन स्पीडोमीटर होची एक जंत्र जहाँकि कार रे बा विभिन्न जान रे खंजा होता है जहाँकि गाड़ी रो स्पीड को बा बेग को दर्शाई थाए तो 20 माइल्स पर आवर पर सेकेंड ता माने गाड़ीटी प्रथम सेकेंड रे जाई 20 गाड़ीटीर प्रथम सेकेंड रे बेगटी 0 रु बढ़ी 20 माइल्स पर आवर हो गला एवं तापर सेकेंड माने 2 सेकेंड रे गाड़ीर बेग 40 माइल्स पर आवर हो गला एवं आउ गोटे सेकेंड माने 3 सेकेंड रे गाड़ीर बेग बा परिवेग होईगला 60 माइल्स पर आवर तेणुक एठारे गाड़ीर परिवेग प्रति सेकेंड रे 20 बढ़ी चलछि तेणुक आम कहते 20 माइल्स पर आवर पर सेकेंड तेबे माइल्स पर आवर पर सेकेंड बा माइल्स पर सेकेंड स्क्वायर त्वरणर एसआई एकक नुहे एसआई माने होची इंटरनेशनल स्टैंडर्ड तेबे तुमे माने जानिଛ कि जे त्वरणर एसआई एकक कौन त्वरणर एसआई एकक होची मीटर पर सेकेंड स्क्वायर कहीं आमर त्वरण होची परिवेग परिवर्तन विभक्तक समय अवधि तेणुक परिवेग आसला मीटर पर सेकेंड एवं समय अवधि आसला सेकेंड जहाँकि होईगला मीटर पर सेकेंड स्क्वायर।